आज एक विशेष दिवस उपलक्षे आमे समस्ते श्रीकृष्ण को चेतना संपर्कित किसी विषय को आलोचना करिया पई सम्मिलित होइछन्ति। समस्त अपा भाई मान को स्वागत करुछे अंतररु एवं विशेषकर जो मैंने कार्यक्रम रे अंशग्रहण करिछन्ति समस्त को अनेक अनेक सम्मान और श्रद्धा। प्रकृत पक्षरे जो दिन श्रीकृष्ण जन्मग्रहण करथिले एक विराट प्रतिश्रुति को साकार करिया पई तांकर जन्म होइतिला। भाई टिके स्पीकर पाख रखंतु आमु तो सुबु जी आ अनु टे सुबु नै टिके साउंड कम हो जे अपन टिके स्पीकर दु आ पाख रखंतु। एक्चुअली कोन है कि मु जो फोन रे प्रकृत रे जॉइन करे से फोन टी आज काई काम करनी आई डोंट नो। हां 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 तापर ए फोन टा टिके डिफेक्टिव फोन तो अपन ईयरफोन लगे जनी ईयरफोन अछि तो ईयरफोन एबे टिके सुबु छी कि हां मते तो सुबु छी अनु टी कोन साउंड मेसेज पढु जे सुबु नै बोली मते तो सुबु छी धीरे धीरे सब हां हां टी कम साउंड सुबु छी ठीक अछि। हां हां कोंत भाई कोंत तो एक विराट संकट थिला पृथ्वी रे। से संकट थिला कंसर भली जने पराक्रमी राक्षस प्रकृतिर आसुरिक प्रकृतिर लोकर शासन जहाँकर क्रूर शासन रे निजर भौणी को जेल दंड भोगिया पड़ता एवं एते अंधविश्वास रे से थिले एवं एते बेसी निष्ठुर थिले तार पटांतर नहीं। से कोमल शिशु मान को हत्या करिया भली महापाप भी से करथिले। तेणु कंसंकर शासन रो कथा में समस्त शुणी अर्थात बेले बेले से भली गोटे आसुरिक शक्ति उदय हुए बहु समय एवं सेते बेले दिव्य सत्ता मान को अनन्य पाही ईश्वरंकर शरणापन्न होगा पड़े। से भली एक घटना घटी सेबे जेबे समग्र धरित्रीवासी अतिष्ठ हो पड़ते अनन्य पाही जाइथिले एवं से माने प्रार्थना करथिले एक महाशक्तिर उदय हो जे तांको एभली एक कुशासन अन्याय अत्याचार भितर मुक्त करिवे। तो यही प्रार्थना यही अभिप्सा बलरे कृष्णंकर अवतारत्व संभव है। जो दिन मध्यरात्रि से जन्म ग्रहण कले से दिन राक्षस प्रवृत्तिर जो मैंने सुरक्षा देउथिले जो मैंने सैन्य थिले से माने सब सुई पड़ले। समग्र बंदीशाला आपे आपे आलोकित हो गला एवं देखागला जेल रो जो दुआर गुड़िक आपे आपे खुलीगला। यीटा को आमे गोटे कहानी भाव में नौचु किंतु यीटा आम पाई एक सिंबल। जेतेबेले एई भली जने दिव्य पुरुष जन्म ग्रहण करती तांकर जन्म मात्र ही आम भीतर जो बंदी शाला रही आम भीतर जो बंधन सब रही आम पाखरे जो बेड़ी पड़ी
ସେଗୁଡ଼ିକ ସବୁ ଯେପରି ଖୋଲିଯାଏ, ଉନ୍ମୁକ୍ତ ହୋଇଯାଏ। ଯଦି ଆମେ ଆହୁରି ଦେଖିବା ଯେ ସେଇ ବନ୍ଧନ ଗୁଡ଼ିକ ଥିଲା ଆମ ଗୋଟିଏ ଅହଙ୍କାରର ବେଡ଼ି। ସେଟା କଂସର ହେଇପାରେ, କେବେ ଆମ ନିଜର ବି ହେଇପାରେ। ସେ ବେଡ଼ି ଭାଙ୍ଗିଯାଏ। ଅହଙ୍କାରରେ ଥିବା ମଣିଷ, ଅହମିକାରେ ଥିବା ମଣିଷ କେବେ ପ୍ରେମ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ତେଣୁ ଶ୍ରୀକୃଷ୍ଣଙ୍କ ଚେତନାର ସବୁଠାରୁ ବଡ଼ ମହାଦିଗଟି ହେଲା ସେ ପ୍ରେମମୟ ସତ୍ତା ଥିଲେ, ପ୍ରେମମୟ ଅବତାର ଥିଲେ, ପ୍ରେମର ଠାକୁର ଥିଲେ, ପ୍ରେମର ଦେବତା ଥିଲେ। ତାଙ୍କ ପାଖରେ ଅହଙ୍କାର ନଥିଲା। ରାଜସ୍ୱ ଯଜ୍ଞରେ ଯେତେବେଳେ ନିର୍ଦ୍ଦିଷ୍ଟ ହେଲା ପାଣ୍ଡବମାନଙ୍କ ପାଇଁ ଯେ ସେମାନେ ନିଜକୁ ରାଜ ଚକ୍ରବର୍ତ୍ତୀ ଭାବରେ ଘୋଷଣା କରିବେ ଏବଂ ଏକ ରାଜସ୍ୱ ଯଜ୍ଞ ହେବ, ପୃଥିବୀର ବହୁ ରାଜା ମହାରାଜା ମାନେ ନିମନ୍ତ୍ରିତ ହୋଇ ଆସିବେ, ପାତ୍ର ମନ୍ତ୍ରୀ ଆସିବେ, ବିଦ୍ୱାନ ଋଷିମାନଙ୍କୁ ନିମନ୍ତ୍ରଣ କରାଯିବ। ସେତେବେଳେ ଯୋଉ ବିରାଟ ଉତ୍ସବର ଆୟୋଜନ ହେଲା, ସେ ଉତ୍ସବରେ ଯେତେବେଳେ ଦାୟିତ୍ୱ ବଣ୍ଟନ ହେଉଥିଲା, କିଏ କ'ଣ ଦାୟିତ୍ୱ ନେବେ, ତ ଶ୍ରୀକୃଷ୍ଣ ସ୍ୱେଚ୍ଛାରେ 2ଟି ଦାୟିତ୍ୱ ନେଇଥିଲେ। ସେ କଥା କାହାକୁ ମନେ ଅଛି କି ନାହିଁ ଜାଣିନି। ସେ ଦାୟିତ୍ୱ ନେଇଥିଲେ ଯେ ଯେଉଁ ଅତିଥିମାନେ ଆସିବେ ମୁଁ ସେମାନଙ୍କର ପାଦ କ୍ଷାଳନ କରିବି, ମୁଁ ସେମାନଙ୍କ ପାଦ ଧୋଇଦେବି। ଏ କାହାଙ୍କର କର୍ମ? ଯାହାଙ୍କୁ ଶଶାଘରା ଧରା ଈଶ୍ୱର ବୋଲି ଜାଣି ସାରିଥିଲା, ଯାହାଙ୍କୁ ସବୁ ଋଷିକୁଳ ଜାଣିଥିଲେ ଇଏ ଭଗବାନଙ୍କର ପ୍ରତିଭୁ, ତାଙ୍କରି ପ୍ରତିନିଧି, ତାଙ୍କରି ସମ୍ଭାବନା ଓ ତାଙ୍କରି ଉଦ୍ଦେଶ୍ୟକୁ ବହନ କରି ଯେ ଜଗତରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଛନ୍ତି। କଂସ ଭଳି ଏକ ପରାକ୍ରମୀ କ୍ରୂର ରାକ୍ଷସକୁ ହତ୍ୟା କରିବା ପରେ ପୁଣି ବିନା ଯୁଦ୍ଧରେ ମଞ୍ଚାରୁ ପଡ଼ି ମାମୁଁ ମଲା, ମତେ କି ଦୈବ ରଖିଲା। ଗୋଟେ ଛୋଟ ବାଳକ ଯେ ଗୋବର୍ଦ୍ଧନ ଆଙ୍ଗୁଳି ଅଗ୍ରରେ ଧାରଣ କରିପାରୁଥିଲେ, ଯେ ଚାଣୁର ମର୍ଦ୍ଦଳ ଭଳି ବଡ଼ ବଡ଼ ମଲ୍ଲ ଯୋଦ୍ଧା ମାନଙ୍କୁ ସମ୍ମୁଖୀନ ହେଉଥିଲେ, ଯେ ଶକଟାସୁର, ବକାସୁର, କାଳିନ୍ଦୀ ହ୍ରଦରେ ଥିବା ବିରାଟ ସର୍ପର ସାମ୍ନା କରିଥିଲେ, ଏତେ ବଡ଼ ଯୋଦ୍ଧା ଏକ ଉଦ୍ଦେଶ୍ୟ ପାଇଁ ଯୁଦ୍ଧ କରୁଥିଲେ। ନିଷ୍କାମ କର୍ମ ଥିଲା ତାଙ୍କର ଆଦର୍ଶ, ଯାହା ସେ ଭଗବତ ଗୀତାରେ ବ୍ୟାଖ୍ୟା କରିଛନ୍ତି ଏବଂ ଭଗବତ ଗୀତାରେ ପ୍ରକାଶ କରିଛନ୍ତି। ତେଣୁ ଭଗବତ ଗୀତାଟି ହେଉଛି ଶ୍ରୀକୃଷ୍ଣ ଚେତନାର ପୂର୍ଣ୍ଣ ଶାସ୍ତ୍ର। ଯଦି ଆମେ ଶ୍ରୀକୃଷ୍ଣ ଚେତନା ଭିତରେ ପ୍ରବେଶ କରିବାକୁ ଚାହୁଁ, ତାହେଲେ ଆମେ ସମସ୍ତେ ଭଗବତ ଗୀତାକୁ ନିୟମିତ ପଢ଼ିବା ଉଚିତ। ତେଣୁ ମୁଁ ସେଇ ଅହମିକାର କଥା କହୁଥିଲି। ସେ ଅହମିକା ଯଦି ଆମର ବି ଥାଏ ଯେ କେବଳ ମୁଁ ହିଁ ତିଷ୍ଠି ରହିବି ଜଗତରେ, ମୋ ଭିନ୍ନ ଅନ୍ୟ କିଛି ସତ୍ୟ ନାହିଁ, ତାହେଲେ ଆମେ ପ୍ରେମ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। କିନ୍ତୁ ଶ୍ରୀକୃଷ୍ଣ ଯୋଉଦିନ କେବଳ ପାଦ ପଖାଳିବାର ଦାୟିତ୍ୱ ନେଇନଥିଲେ, ଆହୁରି ଗୋଟେ ବିଚିତ୍ର ଦାୟିତ୍ୱ ସେ ମାଗିକି ନେଇଥିଲେ। ସେ ବିଚିତ୍ର ଦାୟିତ୍ୱଟି ହେଲା, ଯେତେ ଅତିଥି ଅଭ୍ୟାଗତ ଋଷିମାନେ ଭୋଜନ କରିବେ, ଭୋଜନ ପରେ ତାର ପତ୍ର ଉଠେଇବାର ଦାୟିତ୍ୱ ଥିଲା କୃଷ୍ଣଙ୍କର। ଏଇ 2ଟି କଥାରୁ ଆମେ ବୁଝିଯିବା ଯେ ହ୍ୟୁମିଲିଟି କହିଲେ, ବିନମ୍ରତା କହିଲେ, ସେବା କହିଲେ, ପ୍ରେମ କହିଲେ, ନିରହଙ୍କାର କହିଲେ କ'ଣ ବୁଝାଯାଏ। ସିଏ ଦ୍ୱାରକାର ନରେଶ ଥିଲେ, ସେ ଚକ୍ରଧାରୀ, ସେ କାହାରି ନା କାହାରି ଭାଗ୍ୟକୁ ନିର୍ଣ୍ଣୟ କରିଦେଇ ପାରୁଥିଲେ ନିମିଷକରେ ଯିଏ ସୁଦାମାର ଦୁଃଖକୁ ଘୁଞ୍ଚେଇ ଦେଇ ପାରିଥିଲେ। ତ ସେଇଭଳି ମଣିଷ ସର୍ବଦା ବିଶ୍ୱାସ କରୁଥିଲେ ଏକ ପ୍ରେମ ଚେତନାରେ। ତେଣୁ ତାଙ୍କ ଜନ୍ମ ମାତ୍ର ହିଁ ଅଲ୍ ଚେନ୍ସ ଆର୍ ବ୍ରୋକନ୍,
ତେଣୁ ସେଇଟା ଜେଲ ଖାନାର ଅହଙ୍କାର ଭାଙ୍ଗି ନଥିଲା, ତାରି ଶୃଙ୍ଖଳ ଭାଙ୍ଗି ନଥିଲା, ତାଙ୍କ ମା ବାପାଙ୍କର ଶୃଙ୍ଖଳ ଛିଡ଼ି ନଥିଲା। ସେ ଶୃଙ୍ଖଳଟି ଥିଲା ଅହଙ୍କାରର ସମସ୍ତଙ୍କର, ଆମର, ଆପଣଙ୍କର, ତାଙ୍କର। ଏଇ ଜଗତରେ ଅହମିକା ହେଉଛି ଏକ ଅନ୍ଧକାର। ସେଇ ଅନ୍ଧକାରକୁ ଦୂର କରି ଆଲୋକର ରାଜ୍ୟ ପ୍ରତିଷ୍ଠା କରିବା ପାଇଁ କୃଷ୍ଣଚନ୍ଦ୍ର ଆସିଥିଲେ। ଏବଂ ଆମ ଭିତରେ ଯେଉଁ ବନ୍ଦୀ ଘର ମାନ ରହିଛି, ଆମ ଚାରିକଡ଼େ ଯେଉଁ ବନ୍ଦୀ ଘର ଗୁଡ଼ିକ ରହିଛି, ସେଗୁଡ଼ିକ ସବୁ ନିୟନ୍ତ୍ରିତ ହୁଅନ୍ତି ଆମ ଅହଙ୍କାରର ଅନ୍ୟାନ୍ୟ ଦିଗ ବିଦିଗ ରହିଛି। ଜାତି ଆଧାରରେ, ଧର୍ମ ଆଧାରରେ, ବୃତ୍ତି ଆଧାରରେ, ରୋଜଗାର ଆଧାରରେ, ସମ୍ପର୍କ ଆଧାରରେ ଆମେ ମଣିଷମାନଙ୍କୁ ବାଣ୍ଟୁ। ଏବଂ ସେଇ ଯେଉଁ ଜେଲଖାନା ରହିଛି, ସେଇ ଜେଲଖାନା ଗୁଡ଼ିକର ଦୁଆର ମଧ୍ୟ ସେଦିନ ଖୋଲି ଯାଇଥିଲା, ଆଉ ଆଜି ମଧ୍ୟ ଖୋଲୁଛି। ଅର୍ଥାତ୍ ଶ୍ରୀକୃଷ୍ଣ ଚେତନା ଆଜି ମଧ୍ୟ ଜଗତରେ କାର୍ଯ୍ୟ କରୁଛି। ଏହି ଶ୍ରୀକୃଷ୍ଣ ଚେତନାଙ୍କ ଉପରେ କାର୍ଯ୍ୟ କରିବା ପାଇଁ ପୃଥିବୀରେ ଅନେକ ସଂଗଠନ ରହିଛି, ଯେଉଁମାନେ ଭଗବତ ଗୀତାର ପ୍ରଚାର କରନ୍ତି, ଯେଉଁମାନେ କୃଷ୍ଣଙ୍କ ଜୀବନ ଆଧାରରେ ଯେଉଁ ପର୍ବପର୍ବାଣୀ ସବୁ ନିର୍ମାଣ ହେଇଛି ଏବଂ କୃଷ୍ଣଙ୍କର ବାଣୀ ସେମାନେ ପ୍ରଚାର କରନ୍ତି। ଆଜି ଆପଣ ଆଶ୍ଚର୍ଯ୍ୟ ହେବେ, ପୃଥିବୀର ହଜାର ହଜାର ନୁହେଁ, ଲକ୍ଷ ଲକ୍ଷ ନୁହେଁ, କୋଟି କୋଟି ମଣିଷ ଆଜି ଶ୍ରୀକୃଷ୍ଣ ଚେତନାରେ ଉଦ୍ବୁଦ୍ଧ। ଆଜି ସମଗ୍ର ପୃଥିବୀରେ ରଥଯାତ୍ରା ପାଳିତ ହେଉଛି ଏବଂ ଆମେ ଓଡ଼ିଶାର ଗଣଦେବତା ଶ୍ରୀ ଜଗନ୍ନାଥଙ୍କୁ କୃଷ୍ଣଙ୍କର ଏକ ପ୍ରତିରୂପ ବା ଅନ୍ୟ ରୂପ ବୋଲି ଆମେ ମାନୁଛୁ। ତାହେଲେ ଯେଉଁଦିନ ମହାଭାରତର ଯୁଦ୍ଧ ସମାପ୍ତ ହେଉଛି, ସେଦିନ ପୁରା କଥାଟା ମନେ ପକାନ୍ତୁ। ମହାଭାରତ ଯୁଦ୍ଧରେ ଏଇଟା ଉଲ୍ଲେଖ ହେଉଛି କୋଉଠି ନା ଦଶମ ସ୍କନ୍ଧ ଭାଗବତ, ଯେ ପ୍ରକୃତରେ এই ମହାଭାରତ ଯୁଦ୍ଧର କିଏ ଥିଲେ ମୂଳ ସେନାପତି, କିଏ ଥିଲେ ଯୁଦ୍ଧ ପରିଚାଳକ, କାହାଙ୍କର ନିର୍ଦ୍ଦେଶରେ ପ୍ରକୃତରେ ଯୁଦ୍ଧ ଲଢ଼ା ଯାଇଥିଲା ଏବଂ ସେ ଯୁଦ୍ଧର ପରିଣତି ଆସିଥିଲା? ସେ ଆଉ କେହି ନୁହନ୍ତି, ଅର୍ଜୁନଙ୍କ ରଥର ସାରଥୀ ଭୂମିକାରେ ଦାୟିତ୍ୱ ନିର୍ବାହ କରିଥିବା ଶ୍ରୀକୃଷ୍ଣ। ସେ ତ ନିଜେ ରଥୀ ହେଇପାରିଥାନ୍ତେ, ସେ ତ ନିଜେ ଚକ୍ର ଧରି ଯୁଦ୍ଧ କରିପାରିଥାନ୍ତେ, ସେ ତ ସବୁ କିଛି କରିପାରିବାର ସମ୍ଭାବନା ତାଙ୍କ ପାଖରେ ଥିଲା, କିନ୍ତୁ ତାହା ସେ କରିନାହାନ୍ତି। ଅନ୍ୟମାନଙ୍କୁ ଏକ ବୀର ଯୋଦ୍ଧା କରି ଗଢ଼ିବା ପାଇଁ ମା ଯେଭଳି ଚାହିଁଛନ୍ତି, ବୀର ଯୋଦ୍ଧା କରି ଗଢ଼ ଆମକୁ, ସେଇଭଳି ଅନ୍ୟମାନଙ୍କୁ ବୀର ଯୋଦ୍ଧା କରି ଗଢ଼ିବା ଥିଲା ତାଙ୍କ ଜୀବନର ଆଦର୍ଶ। ଅନ୍ୟମାନଙ୍କୁ ଦିବ୍ୟ କର୍ମୀ କରି ତିଆରି କରିବା ଥିଲା ତାଙ୍କର ଆଦର୍ଶ। ଏବଂ ମହାଭାରତ ଯୁଦ୍ଧରେ ଯେତେବେଳେ ସେ ଅର୍ଜୁନଙ୍କର ସାରଥୀ ଭାବରେ ଆସିଲେ, ଗୋଟେ ବଡ଼ ଘଟଣା ଘଟିଲା। ସେ ଘଟଣା ହେଲା, ଯାହାଙ୍କର ଧନୁର ଟଙ୍କାରରେ ପବନରେ ନିଆଁ ଲାଗି ଯାଉଥିଲା, ଆକାଶରୁ ବର୍ଷା ଝରି ପଡୁଥିଲା, ମେଦିନୀ କମ୍ପି ଉଠୁଥିଲା, ସେଇ ଗାଣ୍ଡିବ ଧନୁର୍ଦ୍ଧର ଅର୍ଜୁନ ଯୁଦ୍ଧ କରିବାକୁ ମନା କରିଦେଲେ। କଣ କାରଣ? ମାନବିକ ମାୟା ତାଙ୍କୁ ଆଚ୍ଛନ୍ନ କଲା, ମାନବିକ ମୋହ ତାଙ୍କୁ ଆଚ୍ଛନ୍ନ କଲା। ସେ ଦୁର୍ବଳ ହୋଇ ପଡ଼ିଲେ, କ୍ଷୁଦ୍ର ହୃଦୟ ସମ୍ପନ୍ନ ମଣିଷରେ ପରିଣତ ହେଲେ। ତାଙ୍କ ଭିତରେ ଅନେକ ଦ୍ୱନ୍ଦ୍ୱ, ତାଙ୍କ ଭିତରେ ଅନେକ ପ୍ରଶ୍ନ। ସେ ସମ୍ପୂର୍ଣ୍ଣ ଭାବରେ ହତୋତ୍ସାହିତ, ଭଗ୍ନ ମନୋରଥ।
ତାଙ୍କ ଶରୀରର ଅନେକ ଅଙ୍ଗ ଶୁଖି ଯାଉଛି, ତାଙ୍କ ହାତରେ ଗାଣ୍ଡିବ ଥର ଥର ହେଇ କମ୍ପୁଛି, ତାଙ୍କ ଚକ୍ଷୁରୁ ଅବାରିତ ଅଶ୍ରୁଧାରା। ଯେ ଯେଉଁ ଭୀଷ୍ମ ଗୋଟେ କୁନି ଛୁଆକୁ କୋଳରୁ ଲାଳନ ପାଳନ କରିଛନ୍ତି, ସେଜରୁ ଯାହାଙ୍କ ଆଙ୍ଗୁଳି ଧରି ସେ ପୃଥିବୀର ବାଟ ଚାଲିଛନ୍ତି, ସେଇମାନଙ୍କୁ, ସେଇ ସବୁ କାରୁଣିକ, ସେଇ ସବୁ ମମତାମୟ ପୁରୁଷମାନଙ୍କୁ ହତ୍ୟା କରିବାକୁ ପଡ଼ିବ। ସେମାନେ ଗୁରୁ ଥିଲେ, ମାର୍ଗଦର୍ଶକ ଥିଲେ, ସ୍ନେହୀ ଥିଲେ, ଗୁରୁଜନ ଥିଲେ। ସେ କହୁଛନ୍ତି ଏ ଗୁରୁଜନ ମାନଙ୍କୁ ହତ୍ୟା କରିବା ଅପେକ୍ଷା ମୁଁ କଣ ଭିକ୍ଷା ମାଗି ଚଳିବା ଶ୍ରେୟସ୍କର ନୁହେଁ? ଆମେ ରାଜା ହେବା କଣ ବହୁତ ଜରୁରୀ? ଏଇ ରାଜଗାଦି ଆମକୁ କଣ ମିଳିବ ଯେତେବେଳେ ମୁଁ ଆତ୍ମୀୟ ସ୍ୱଜନଙ୍କୁ ହତ୍ୟା କରିବି, ମତେ ଆଶୀର୍ବାଦ କରିବାକୁ କେହି ନଥିବେ, ମତେ ସ୍ନେହ କରିବାକୁ କେହି ନଥିବେ, ଅଥଚ ମୁଁ ରାଜ୍ୟ ଭୋଗ କରୁଥିବି? ଏଭଳି ରାଜ୍ୟ ଆମକୁ ଦରକାର ନାହିଁ। ଏଇଠି ତିଆରି ହେଉଛି ଆଧ୍ୟାତ୍ମିକ ସଂକଟର ଏକ ବଡ଼ ପ୍ରଶ୍ନ। ଗୋଟିଏ ପଟେ ଏକ ଆସୁରିକ ଶକ୍ତି, ଯେ ପୃଥିବୀରେ ନ୍ୟାୟକୁ ମାନେ ନାହିଁ, ସମ୍ବିଧାନକୁ ମାନେ ନାହିଁ, ରାଜତନ୍ତ୍ରକୁ ମାନେ ନାହିଁ, କିନ୍ତୁ ଅନ୍ୟ ଏକ ଶକ୍ତି ସ୍ୱୟଂ ଭଗବାନଙ୍କ ନେତୃତ୍ୱରେ, ଶ୍ରୀକୃଷ୍ଣଙ୍କ ନେତୃତ୍ୱରେ ଛିଡ଼ା ହେଇଛି ଭଗବାନଙ୍କ ରାଜ୍ୟ ପ୍ରତିଷ୍ଠା କରିବା ପାଇଁ। ଅଥଚ ଭଗବାନଙ୍କ ରାଜ୍ୟ ପ୍ରତିଷ୍ଠା କରିବାକୁ, ଭଗବାନଙ୍କ ସପକ୍ଷରେ ଲଢ଼େଇ କରିବାକୁ ଆସିଥିବା ସବୁଠାରୁ ଯିଏ ବଡ଼ ଧନୁର୍ଦ୍ଧର, ସିଏ ଯୁଦ୍ଧ କରିବାକୁ ମନା କରୁଛି। କାହିଁକି ନା ସେ ମୋହଗ୍ରସ୍ତ। ସେ ଦେଖୁଛି ତୋର, ମୋର, ଇଏ ମୋର ଗୁରୁ ଦ୍ରୋଣ, ଇଏ ମୋର ପ୍ରପିତାମହ, ପିତାମହ, ମୋର ମାମୁଁ, ମୋର ସମ୍ବନ୍ଧୀ, ମୋର ଭାଇ। କିନ୍ତୁ ଗୋଟେ ରାଜତନ୍ତ୍ରରେ ବା ସମ୍ବିଧାନରେ ସବୁଠାରୁ ବଡ଼ କଳାଟି ହେଉଛି ନିରପେକ୍ଷତା, ଯାହା କୃଷ୍ଣଙ୍କର କଳା, ଅନନ୍ୟ କଳା। ସେ ଦରକାର ପଡ଼ିଲେ ନିଜ ବଂଶକୁ ବି ଉଜାଡ଼ି ଦେଇଛନ୍ତି। ଯାଦବ ବଂଶ ଧ୍ୱଂସ ହୋଇଥିଲା, ଆପଣ ଜାଣିଛନ୍ତି। ଋଷିମାନଙ୍କୁ ଅପମାନିତ କରିଥିଲେ ତାଙ୍କର ପୁତ୍ରମାନେ, ସେମାନଙ୍କୁ ଫଳ ଭୋଗ କରିବାକୁ ପଡ଼ିଛି। ଏବଂ ଯେଉଁମାନେ ଅହଙ୍କାରର ପଥରେ ଯିବେ, ଅନ୍ଧକାରର ପଥରେ ଯିବେ, ଯେଉଁମାନେ ରାକ୍ଷସ ପ୍ରବୃତ୍ତିର ପଛରେ ଯିବେ, ଯେଉଁମାନେ ହିଂସା ପଛରେ ଯିବେ, ଉଦ୍ଦେଶ୍ୟହୀନତା ପଛରେ ଯିବେ, ସେମାନଙ୍କୁ ବିନା କାରଣରେ ବା ବିନା ବିଚାରରେ, ଗୋଟେ କହିବାକୁ ଗଲେ ଗୋଟିଏ ଈଶ୍ୱର ବିରୋଧୀ ତତ୍ତ୍ୱ ବୋଲି ମାନାଯିବ, ଯାହା ସେ କାଳର ନିୟମ ଥିଲା। ଏବଂ ସେମାନଙ୍କୁ ପରାସ୍ତ କରି, ପରାଭୂତ କରି ଈଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠା କରାଯିବାର ଗୋଟେ ବଡ଼ ଦର୍ଶନ, ଜୀବନ ଦର୍ଶନକୁ ନେଇ ଶ୍ରୀକୃଷ୍ଣ ଏହି ବୀରମାନଙ୍କୁ ଏକତ୍ରିତ କରିଥିଲେ। କିନ୍ତୁ ହେଲା କଣ ନା ଅର୍ଜୁନ ଯୁଦ୍ଧ କରିବାକୁ ମନା କରିଦେଲେ। ତ ସେଇଠି କାଉନସେଲିଂ ହେଉଛି, ପ୍ରଥମ କାଉନସେଲିଂ ୱାର୍ଲଡର, ଏ ଜଗତର ପ୍ରଥମ ଜଣେ ମନୋବୈଜ୍ଞାନିକ ଭାବରେ ସିଏ ଗୋଟେ ହତଚକିତ, ଦୁବିଧାଗ୍ରସ୍ତ, ଜଣେ ପୀଡ଼ିତ ମାନସିକ ଭାବରେ ଅବସାଦଗ୍ରସ୍ତ ଏକ ବ୍ୟକ୍ତିର ଚିକିତ୍ସା କରୁଛନ୍ତି। ତେଣୁ ଗୀତାକୁ ଆମେ ମନୁଷ୍ୟ ଜାତିର ପ୍ରଥମ ମନୋବିଜ୍ଞାନ ବୋଲି କହିପାରିବା। ଏହା ହିଁ ପ୍ରଥମ ସାଇକୋଲୋଜି ବହି। ସେଥିପାଇଁ ଭଗବତ ଗୀତାର ମୂଲ୍ୟ ଆଜି ମଧ୍ୟ ଅପରିମେୟ। ଆଜି ବି ତାର ମୂଲ୍ୟଟିକୁ ମାପିବା, ପରିମାପ କରିବା ଆମ ଦ୍ୱାରା ସମ୍ଭବ ନୁହେଁ। ତାହେଲେ ଏକଥା କଣ ସତ୍ୟ ନୁହେଁ? এই ଜଗତର ପ୍ରଥମ ମନୋବିଜ୍ଞାନୀ ହେଉଛନ୍ତି ଶ୍ରୀକୃଷ୍ଣ, ଯେ ଦ୍ୱିଧାଗ୍ରସ୍ତ ଚିତ୍ତରେ ଥିବା, ମାଇଣ୍ଡ ଇନ୍ କନଫ୍ଲିକ୍ଟ,
ଦୁଃଖ ସନ୍ତାପରେ ଭରା ଗୋଟେ ମନ, ସନ୍ତାପଗ୍ରସ୍ତ ମନ, ଖଣ୍ଡ ଖଣ୍ଡ ଭାଙ୍ଗି ଯାଇଥିବା ଏକ ମନ, ଯାହାଙ୍କ ପାଖରେ ଅଖଣ୍ଡ ସଂକଳ୍ପ ଶକ୍ତି ନଥିଲା, ତାକୁ ସେ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି, ଇଣ୍ଟିଗ୍ରେଟେଡ୍ କରିବାକୁ ଚେଷ୍ଟା କରିଛନ୍ତି। ତେଣୁ ସେ ହେଉଛନ୍ତି ଫାଷ୍ଟ ସାଇକୋ ଆନାଲିଷ୍ଟ। ମନର ବିଶ୍ଳେଷଣ ସେ କରିବାରେ ସଫଳ ହେଇଛନ୍ତି, ତା ସାଙ୍ଗରେ ମନର ସଂଶ୍ଳେଷଣ କରିବାରେ ସଫଳ ହେଇଛନ୍ତି ଏବଂ ମନର ସିନ୍ଥେସିସ୍, ସାଇକୋ ସିନ୍ଥେସିସ୍ ଯାହାକୁ କୁହାଯାଏ ସାଇକୋଲୋଜିର ଭାଷାରେ, ତାକୁ ମଧ୍ୟ କରିବା ପାଇଁ ସଫଳ ହେଇଛନ୍ତି। ଏଇ ଅର୍ଜୁନର ଚିତ୍ତ ଦଶାଟା କାହାର ଚିତ୍ତ ଦଶା? ଆମ ସମସ୍ତଙ୍କର ନା? ସଂକଟର ଗୋଟେ କୌଣସି କ୍ଷଣ ଆସୁ, ଆମେ ସମସ୍ତେ ସେଇଭଳି ହତବମ୍ବ ହେଇଯାଉ, ସେଇଭଳି ଦ୍ୱିଧାଗ୍ରସ୍ତ ହେଇଯାଉ, ସେଇଭଳି ସଂକଳ୍ପହୀନ ହେଇଯାଉ। ଏବଂ ଇଏ ଗୋଟେ ବଡ଼ ଅଦିବ୍ୟ ଅବସ୍ଥା, ମନର ଅଧୀନ ଭିତରକୁ ଆସିଯିବାର ଏକ ଅବସ୍ଥା, ମନକୁ ନେଇ ବିଚାର କରିବାର ଏକ ଅବସ୍ଥା, ମନକୁ ନେଇ ବ୍ୟସ୍ତ ରହିବାର ଏକ ବ୍ୟବସ୍ଥା। ମନର ଧାରଣା ଗୁଡ଼ିକ, ମନର ମତ ଗୁଡ଼ିକ, ମନର ସଂସ୍କାର ଗୁଡ଼ିକୁ ନେଇ ଆମେ ବ୍ୟସ୍ତ ହଉ, ବିବ୍ରତ ହଉ, ଚିନ୍ତିତ ହଉ, ବ୍ୟଥିତ ହଉ। এই କଥାକୁ ଶ୍ରୀ ଅରବିନ୍ଦ ଯେତେବେଳେ ଏସେଜ୍ ଇନ୍ ଗୀତାରେ ଲେଖିଲେ, ଏସେଜ୍ ଅନ୍ ଗୀତାରେ ଦ ହ୍ୟୁମାନ୍ ଡିସାଇପଲ୍, ଆଉ ଶ୍ରୀକୃଷ୍ଣଙ୍କ ଉପରେ ଲେଖିଲେ, ସେ ହେଲେ ଡିଭାଇନ୍ ଗୁରୁ, ଜଣେ ଦିବ୍ୟ ଗୁରୁ ଆଉ ଜଣେ ମନୁଷ୍ୟ ଶିଷ୍ୟ, ତାଙ୍କ ଭିତରେ ବାର୍ତ୍ତା ହେଉଛି। ତେଣୁ ଭଗବତ ଗୀତା ହେଉଛି ଗୋଟେ ମନୁଷ୍ୟ ଆଉ ଦେବତା ଭିତରର ଏକ ବାର୍ତ୍ତା, ଏକ ବାର୍ତ୍ତାଳାପ। ତାଙ୍କର ଅନ୍ୟ ନାଁ ହେଉଛି ଗୋବିନ୍ଦ। ଗୋଟିଏ ଦୃଷ୍ଟିରୁ ସେ ଆକର୍ଷଣ କରନ୍ତି, ଗୋଟିଏ ଦୃଷ୍ଟିକୋଣରେ ସେ ଅନ୍ଧକାର ଭିତରେ ଆଲୋକ ଆଣନ୍ତି, ଗୋଟିଏ ଦୃଷ୍ଟିରେ ସେ ହେଉଛନ୍ତି ଗୋବିନ୍ଦ। ହି ହୁ ନୋଜ୍ ଗୋଜ୍, ଗୋ ମାନେ ସଂସ୍କୃତରେ କୁହାଯାଏ ଇନ୍ଦ୍ରିୟ। এই ଶବ୍ଦର ଅର୍ଥ ଯେତେବେଳେ ମୁଁ ଜାଣିନଥିଲି, ମତେ କଥାଟି କିପରି ଗୋଟେ ଅଡୁଆ ଲାଗୁଥିଲା, କିନ୍ତୁ ମୁଁ ଯେତେବେଳେ ଜାଣିଲି ମତେ ବହୁତ ଆନନ୍ଦ ଲାଗିଲା ଯେ ଗୋର ଅର୍ଥ ହେଉଛି ଆୱାର ସେନ୍ସେସ୍, ଆମର ଇନ୍ଦ୍ରିୟ ଗୁଡ଼ିକୁ ଗୋ କୁହନ୍ତି। ତାକୁ ଯିଏ ଜାଣନ୍ତି, ତାର ଯେ ଇନ୍ଦୁ, ସିଏ ହଉଛି ତାର ଯେ ପରିଚାଳକ, ସେ ଆତ୍ମା, ସେ ହେଉଛନ୍ତି ନିଜେ ଗୋବିନ୍ଦ। ଏବଂ ତାଙ୍କର ଅନ୍ୟ ନାଁଟି ହେଉଛି ଗୋପାଳ। ଗୋ କହିଲେ ପୁଣି ସେ ଇନ୍ଦ୍ରିୟ, ପାଳ କହିଲେ ଯେ ପାଳନ୍ତି, ଇନ୍ଦ୍ରିୟ ମାନଙ୍କୁ ଯେ ପାଳନ୍ତି, ଆମ ଆଖି କାନକୁ ଯିଏ ପାଳୁଛନ୍ତି, ତାହେଲେ କୃଷ୍ଣ ଆମଠାରେ ଦୂରରେ ଅଛନ୍ତି କି ନିକଟରେ ଅଛନ୍ତି? ଯଦି ସେ ଦୂରରେ ଥିବେ, ତାହେଲେ ଆମ ଆଖି କାନ ଭଳି ଇନ୍ଦ୍ରିୟ ଗୁଡ଼ିକୁ ସେ କିପରି ପାଳିବେ? ଅନ୍ୟ ଅର୍ଥରେ ସେ ଗାଈ ଚରାନ୍ତି। ତାହେଲେ ମତେ କୁହନ୍ତୁ, ପୃଥିବୀର କୋଉ ଦେବତା ଅଛି ସେ ଗାଈ ଚରଉଥିଲେ? ହିଜ୍ କନସିୟସନେସ୍। କାହିଁକି ଗାଈ ଚରଉଥିଲେ? ଗୋ ସମ୍ପଦକୁ ଭଲ ପାଇବା, ଗୋ ସମ୍ପଦ ଦ୍ୱାରା ମାନବ ସମାଜ ଉପକୃତ ହେଉଛି। ପ୍ରାଣୀ ସମ୍ପଦ ସହିତ ମନୁଷ୍ୟ ସମାଜର ଅସ୍ତିତ୍ୱର ଏକ ସମ୍ବନ୍ଧ ରହିଛି। ସେ ବୈଜ୍ଞାନିକ, ମାନେ ଆମ ୟୁନିଭର୍ସିଟି ଭାଷାରେ ତାଙ୍କର ଡିଗ୍ରୀ ନଥିଲା, ଡକ୍ଟରେଟ୍ ଡିଗ୍ରୀ, କିନ୍ତୁ ସେ ଭଲ କରି ଜାଣିଥିଲେ ଯେ ପ୍ରାଣୀ ଜଗତ ସହିତ ଆମର ସମ୍ବନ୍ଧ ଅବିଚ୍ଛିନ୍ନ। ଅନ୍ୟମାନେ ଥିଲେ ଆମେ ଅଛୁ, ଆମ ଥିବାଟା ସମ୍ଭବ ନୁହେଁ ଅନ୍ୟମାନେ ଯେତେବେଳେ ରହନ୍ତି ନାହିଁ। ସେଇ କଥା ତ ଆଇନଷ୍ଟାଇନ କହୁଛନ୍ତି, ମହୁମାଛି ନ ରହିଲେ, ପତଙ୍ଗ ମାନେ ନ ରହିଲେ ମଣିଷ ରହିପାରିବନି। ସେ କଥା କାହିଁ କେତେ ଦିନରୁ ଶ୍ରୀକୃଷ୍ଣ ତାକୁ ପରିଣତ କରିଥିଲେ। ଗାଈ ମାନେ ଖୁସି ବୋଲି ସେ ବଂଶୀ ବଜାଉଥିଲେ, ମଣିଷ ଖୁସି ହେବ ବୋଲି ସେ ବଂଶୀ ବଜାଉଥିଲେ, ଗଛପତ୍ର ମାନେ ଖୁସି ହେବ ବୋଲି ବଂଶୀ ବଜାଉଥିଲେ।
ତାଙ୍କ ବଂଶେଷଣରେ ଯମୁନା ପ୍ରଭାବିତ ହେଉଥିଲା, ଯମୁନା ଉଜାଣି ବହୁଥିଲା। ଆଜି ଜଣେ ଅଧ୍ୟାପକଙ୍କୁ ପଚାରିଲେ ଉଜାଣି ବହିବା କଣ କହିଲୁ? ସେ କହିଲା କେଜାଣି ମୁଁ ଶୁଣିଛି ଯେ ମୁଁ କହିପାରିବିନି। ଉଜାଣି ହେଲା ଜଳର ଗତି ହଉଛି ଊର୍ଧ୍ୱରୁ ନିମ୍ନକୁ ଯିବା, ଏଇଟା ହଉଛି ଧାରା। ତାର ଅପୋଜିଟ ଯେତେବେଳେ ହୁଏ, ନିମ୍ନ ଅବସ୍ଥାରୁ ଊର୍ଧ୍ୱଗାମୀ ହବା, ଊର୍ଧ୍ୱାରୋହଣ କରିବା, ଏଇଟା ହଉଛି ରାଧା। ଅପୋଜିଟ ଧାରାର ଅପୋଜିଟ ରାଧା। ଏ ଶବ୍ଦକୁ ଯୋଉମାନେ ସବୁ ଚୟନ କରିଛନ୍ତି ସେମାନେ କେତେ ଭାବିଛନ୍ତି ତାକୁ। ରାଧାର ଅନ୍ୟ ଅର୍ଥ ଆରାଧନା କରୁଥିବା ବ୍ୟକ୍ତି, ଯିଏ ଦେବତ୍ୱକୁ ଆରାଧନା କରନ୍ତି, ଯିଏ ଦେବତ୍ୱକୁ ଭଲ ପାଆନ୍ତି। ତାହେଲେ ଯିଏ এই ଜଗତର ଧାରା ସହିତ, ତାର ପ୍ରବହମାନତା ସହିତ ଭାସିଯାଏ ନାହିଁ, ଆମେ ତାକୁ ହିଁ ରାଧା କହୁଛୁ। ଯେ ଭାସିଯାଏ ସେ ଧାରା। ଯମୁନା ଉଜାଣି ବହିବା ଅର୍ଥ ସମୁଦ୍ର ଆଡକୁ ଗତି କରୁଥିବା ନଦୀ ପୁଣି ତାର ଉତ୍ସ ଆଡକୁ ଚାଲେ, ଓଲଟା ଚାଲେ। ଏଇଟା ହଉଛି ଉଜାଣି ବହିବା। ଯାହାଙ୍କର ବଂଶୋତ୍ସନରେ କୁଞ୍ଜବନ ହର୍ଷିତ ହେଉଥିଲା, ଗୋପୀମାନେ ଉନ୍ମତ୍ତ ହେଉଥିଲେ, ପ୍ରାଣୀମାନେ ଆନନ୍ଦ ଲାଭ କରୁଥିଲେ, ନଦୀ ଉଜାଣି ବହୁଥିଲା, ତାହେଲେ ହ୍ୱାଟ ଇଜ ଦ କନସିୟସନେସ୍? କନସିୟସନେସ୍ ହେଲା କନେକ୍ଟିଂ ଟୁ ଅଲ୍ ଏଣ୍ଟିଟି। ଆଜି ଆଧୁନିକ ମଣିଷ ନିଜ ଚାରିକନ୍ଥ ଭିତରେ ଯୋଉ ଜେଲ ତିଆରି କରିଛି, ସେ ନିଜ ହାତରେ ଡିସକନେକ୍ଟେଡ। ନିଜର ବାପା ମାକୁ ବି ସେ ପଚାରୁନାହିଁ। ନିଜ ଗାଈ ବଳଦ ପାଳିବା ଦୂରର କଥା, ପ୍ରକୃତି କୂଳକୁ ଯିବା ଦୂରର କଥା, ନଦୀ କୂଳକୁ ଯିବା ଦୂରର କଥା, କିନ୍ତୁ ଶ୍ରୀକୃଷ୍ଣଙ୍କର ଜୀବନ ଦର୍ଶନ, ତାଙ୍କ ଚେତନା ଥିଲା ପ୍ରକୃତି ସମନ୍ୱିତ ଏକ ଜୀବନ, ବିଶ୍ୱ ସମନ୍ୱିତ ଏକ ଜୀବନ। ଏ ହେଉଛି ତାଙ୍କ ଜୀବନର ବାର୍ତ୍ତା। ଏବଂ ଅନ୍ୟ ଦୃଷ୍ଟିକୋଣରୁ ଯଦି ଚିନ୍ତା କରିବା, ସେ ହେଉଛନ୍ତି ଗଡ୍ ଅଫ୍ ସୁଇଟନେସ୍। ଯେତେ ପ୍ରକାର ମାଧୁର୍ଯ୍ୟ ଏ ଜଗତରେ ଅଛି, ସେ ସବୁର ମାଧୁର୍ଯ୍ୟର ସେ ଥିଲେ ଅଧୀଶ୍ୱର। ଜଣେ କେବଳ ବୀର ପୁଙ୍ଗବ ବୀର ହେଲେ ଚଳିବ ନାହିଁ, ସେ କେବଳ ସୌର୍ଯ୍ୟବନ୍ତ ହେଲେ ଚଳିବ ନାହିଁ। ସେ ଶସ୍ତ୍ରର ଦେବତା, ସେ ଶାସ୍ତ୍ରର ଦେବତା। ଯାହା ମୁଁ ସକାଳେ କହୁଥିଲି, ଶାସ୍ତ୍ରର ବ୍ୟାଖ୍ୟା କରିଥିବା ମଣିଷଟି କେତେ ସୁନ୍ଦର। ଆମେ ସୁନ୍ଦରତାର କଥା ଆସିଲା ମାତ୍ରେ ହିଁ ଯାହାଙ୍କ କଥା ମନେ ପଡେ, ସେ ହେଉଛନ୍ତି ସେଇ ଜିମୁତ ଭୂଧର ଏବଂ ସମଗ୍ର ସାଗରର ଯିଏ ନୀଳ, ସେଇ ନୀଳ ମେଘ ଭଳି ଯାହାଙ୍କର ଶରୀର, ସେଇ ଦେବତା ଗଡ୍ ଅଫ୍ ସୁଇଟନେସ୍। ଆମେ ଯୋଉମାନେ ମଧୁରାଷ୍ଟକ ମନ୍ତ୍ର ପଢିଛୁ, ଯେ ତାଙ୍କର ଅଧର ସୁନ୍ଦର, ତାଙ୍କର ଚକ୍ଷୁ ସୁନ୍ଦର, ତାଙ୍କର ଓଠ ସୁନ୍ଦର, ତାଙ୍କ ହାତ ସୁନ୍ଦର, ତାଙ୍କ ଆଙ୍ଗୁଳି ସୁନ୍ଦର, ତାଙ୍କ ପାଦ ସୁନ୍ଦର, ଏହି ବର୍ଣ୍ଣନା କରାଯାଇଛି। ତେଣୁ ସେ ସୌନ୍ଦର୍ଯ୍ୟର ପୂଜାରୀ ଥିଲେ। ନିଜେ ସୁନ୍ଦର ଥିଲେ ଛାଡ଼ି ଦିଅନ୍ତୁ, ନିଜେ ସୁନ୍ଦର ତ ପୃଥିବୀରେ ଅନେକ ଲୋକ ଅଛନ୍ତି, କିନ୍ତୁ ସେମାନେ ସୌନ୍ଦର୍ଯ୍ୟର ଆରାଧନା କରନ୍ତି ନାହିଁ, ସୌନ୍ଦର୍ଯ୍ୟର ନିରାଜନା କରନ୍ତି ନାହିଁ, ସୁନ୍ଦର ଜୀବନ ବଞ୍ଚି ପାରନ୍ତି ନାହିଁ, ସୁନ୍ଦର ଭାବରେ ଅନ୍ୟକୁ ଗ୍ରହଣ କରିପାରନ୍ତି ନାହିଁ, ସସାଗର ଧରାର ସକଳ ସତ୍ୟ ସହିତ ନିଜକୁ ସମ୍ବନ୍ଧିତ କରିପାରନ୍ତି ନାହିଁ। ଶ୍ରୀକୃଷ୍ଣ ଚେତନା ସେଇ କଥାଟି କରିପାରୁଥିଲା। ସେଥିପାଇଁ ସେ ଥିଲେ ଗଡ୍ ଅଫ୍ ସୁଇଟନେସ୍। ମଧୁର, ଯୋଉ ଅଧରଂ ମଧୁରଂ ବଦନଂ ମଧୁରଂ, ଯୋଉ ବର୍ଣ୍ଣନା ଆମେ ଶୁଣିଛୁ,
ये से मधुर देवता कोमल देवता जी नृत्य संगीत विश्वास करुले एवं जहांकर स्पर्श आम ताकू लिजेंड भाव कथाटा को नहीं जाई पारे गोटे सिंबल भाव नहीं जाई पारे जहांकर स्पर्श जड़े असुंदरी कब्जा सुंदर हो जाई पारुथला से कहानी सत्यता को व्याख्या करिया किसी आवश्यकता नहीं किंतु एतिकी कथा सुन कह जाई पारे दिव्य मनीषर आविर्भाव दिव्य मनीषर सानिध्य दिव्य मनीषर स्पर्श ये असंभव गुड़िक संभव परिणत हुए ना बरं आहरी किसी अद्भुत घटा घटे जो राम जो पथे पथे जाऊले से पथरे फूल गुड़िक फुटी जाऊला कहानी हो पारे कविता हो पारे कविता भी हो पारे हो किसी जायसे ना किंतु कथा घटुला से आनंदर देवता थिले से जो स्थान को जाऊले सेठारे आनंद उत्साह प्रेरणा सत्य चेतना ज्ञान सबु किछिर आदर बढ़ी जाउथिला जे अहल्या थिले से अहल्या को जी जने कन्या रे परिणत करदेले जे पथर थिले ताको से गोटे नारी रे परिणत करदेले ये थिला रामचंद्रन को महिमा ए कृष्णचंद्र मध्य से कथा ही करिछन जे जहा असुंदर ही अच्छी जहा अदिव्य ही अच्छी ताको निज सानिध्य निज स्पर्श एवं निजर उपस्थिति द्वारा सुंदर करिबा एवं तांको कहा जाउछि गॉड ऑफ डिलाइट केवल आनंद रे जे विश्वास करंती एवं जीवन रे बहुत कम परिस्थिति तांकर अच्छी जो विशाल संकट समय मध्य विशाल संकट जीवन कहली ना तांको वाला युद्ध कई करना तांकर 8टा राणी 8 थर तांको युद्ध करिया पड़छि मो सांग मान को थट्टारे कहे तांकर पुओ 4 थिले 4 थर युद्ध करिया पड़ला एटाला 12 तांकर नाती केते ओळे थिले तांको पई भी युद्ध करिया पड़ला तापरे तांकर महाभारत युद्ध जन्म हो कंस सहित युद्ध तांको जीवन रे समस्या थिला कि थिलानी जरासंध सहित 17 थर युद्ध आउरी केते छोट मोट युद्ध यदि हिसाब करिवा तांकर परमायु यदि 125 वर्ष हेइथिवो हेइ भी थिवो कारण से जुगर लोक मान आयुष अधिक थिला यदि 125 वर्ष भी बंचित थिबे जहांकर मृत्यु एक हत्या जनित घटना थिला जहांकर जन्मटी विलक्षण संपन्न जेल खाना भितर जे जन्म होइचंती तांका मृत्युटी भी से भली गोटे विलक्षण भितर जाइछि गोटे जेल माने गोटे कोन गोटे द्राक्षा लटारे से पाद हलौचंती जो सबर भाबिला गोटे गोटे मृग कान दीटा हलौछि तांका पाद दीटी तथापि आरक्त थिला एते सुंदर मधुर थिला जे से पादटी तांको भ्रम हला ये गोटे मृगर कान तो जदि भी से 125 वर्ष बंची थे एतिकी युद्ध लड़ी सारिया परे तांको जीवन रे समस्या थिला कि थिलानी तांको जीवन रे जो समस्या गुड़िक थिबा सत्वे सी आनंदर देवता हिथिले गॉड ऑफ डिलाइट खाली गॉड ऑफ स्वीटनेस नुहे से आहरी आनंदर देवता से जोठी जाउथिले आनंद तांको सहित अनुगमन करथला तांको चारिकड़े केवल आनंद ही थिला कारण से गीत गाउथिले से नाचुथिले सी प्रकृति मनस्क थिले सब प्राणी को भल पाउथिले प्राणीर सब आरत प्राणीर दुख से गुंजौथिले समस्त को ज्ञान दान करथिले चेतना दान करथिले आलोक दान करथिले समस्त प्रार्थना शुणुथिले समस्त को किभली भाव में फुलफिलमेंट दिगरे जिवे परिपूर्ण पूर्णता दिगरे जिवे समस्त को से साहाय्य करथिले ताले एई भई जने देवता तांको आमे कहूछु एटर्नल पर्सनालिटीज ऑफ आनंद तेणु से थिले आनंदर एक शाश्वत व्यक्तित्व
ଆଉ ଡେନ୍ସର ଅଫ୍ ଡିଭାଇନ୍ ଲଭ୍। ଏଇ ଡିଭାଇନ୍ ଲଭ୍ ର ସନ୍ଧାନ ଦୁଇ ଜଣଙ୍କୁ ମିଳିଥିଲା। ଜଣେ ହେଉଛନ୍ତି ନାରଦ। ଆପଣ ନାରଦ ଭକ୍ତି ସୂତ୍ର ଯେତେବେଳେ ସମୟ ପାଇବେ ଟିକେ କେତେବେଳେ ପଢିବେ। ନାରଦ ଭକ୍ତି ସୂତ୍ର ତାର ବ୍ୟାଖ୍ୟା ସବୁ ମିଳୁଛି ଆଜିକାଲି। ନାରଦଙ୍କୁ ପ୍ରେମ କଣ ଜଣାଥିଲା ଏବଂ ଆଉ ଜଣଙ୍କୁ ପ୍ରେମ କଣ ଜଣାଥିଲା, ସେ ଥିଲେ କୃଷ୍ଣ। ପ୍ଲାଟୋନିକ ଲଭ୍ ର ସିଏ ହେଉଛନ୍ତି ଉଦ୍ଗାତା। ବିନା କୌଣସି ସଂଲଗ୍ନତା ନ ରଖି, କୌଣସି ଗୋଟିଏ ମୋହର ନ ରଖି କିଭଳି ଭାବରେ ପ୍ରେମକୁ ନିର୍ବାହ କରାଯାଇପାରିବ ଏବଂ ପ୍ରେମ କିଭଳି ବହୁମୁଖୀ ହେଇପାରିବ, ତ ସେଭଳି ଏକ ବିରାଟ ସତ୍ୟକୁ ଏ ପୃଥିବୀରେ ସାକାର କରିଥିବା ମହାବ୍ୟକ୍ତିତ୍ୱ ଶ୍ରୀକୃଷ୍ଣ। ଆମେ ସମସ୍ତେ ପିଲାବେଳେ ଶୁଣିଥିବା, ଆପଣ ବି ଶୁଣିଥିବେ ଯେ କେତେ ଆଖ୍ୟାନରେ ଆମେ ଶ୍ରୀକୃଷ୍ଣଙ୍କୁ ଜାଣୁ। ସେ ମୀରାରଙ୍କର ଦେବତା, ସେ ରାଧାଙ୍କର ଆରାଧ୍ୟ, ସେ ସଙ୍ଗୀତ ନୃତ୍ୟ ପ୍ରେମର ମହାଦେବତା, ସେ ଶାନ୍ତି ଯୁଦ୍ଧର କଥା ଏକା ସାଙ୍ଗରେ କୁହନ୍ତି, ସମତାର କଥା କୁହନ୍ତି, ସମତାର ଯୋଗ, ନିଷ୍କାମ ଯୋଗ, ଗୀତାର ଯୋଗ, ସବୁ କଥା ଆମେ ଜାଣୁ, ଅଳ୍ପେ ବହୁତ ଆମ କାନରେ ପଡିଛି। କିନ୍ତୁ ତାଙ୍କର 16ଟା କଳା ଥିଲା। ସେ 16 କଳା ଭିତରୁ ଆମେ ଯଦି କଳା ଗୁଡ଼ିକ ବର୍ଣ୍ଣନା କରିବା, ଦେଖିବା ଯେ ଆମ ଜୀବନରେ କଣ କଣ କଳା ରହିଛି। ତାଙ୍କ ପାଖରେ ଥିଲା ଦୟା, କମ୍ପେସନ। ଉପମା କି ଆଲେଖ୍ୟ ଦେବାର କିଛି ଆବଶ୍ୟକତା ନାହିଁ, ଆମେ ଜାଣୁ ସେ ଦୟାବନ୍ତ, ଦୟାର ଅବତାର। ଧୈର୍ଯ୍ୟ, ମହାପ୍ରଳୟ ଭିତରେ ବି ଯିଏ ବିଚଳିତ ନ ହେବା ପାଇଁ ଅର୍ଜୁନକୁ ଉପଦେଶ ଦେଇଛନ୍ତି, ଗୁରୁଣାପି ବିଚାଲ୍ୟତେ। ଗୁରୁରୁ ଗୁରୁ, ଯେତେ ବଡ଼ ଘଟଣା ଘଟି ଯାଉ ପଛେ ବିଚଳିତ ହେବ ନାହିଁ। ସେ ଧୈର୍ଯ୍ୟର ଦେବତା। ପୁଣି ତୃତୀୟ କଳାଟି ହେଉଛି କ୍ଷମା, ଫରଗିଭନେସ୍। ଚତୁର୍ଥ କଳାଟି ହେଉଛି ନ୍ୟାୟ। ନ୍ୟାୟ ସମସ୍ତେ ଦେଇପାରନ୍ତି, ସମସ୍ତେ ଆପଣା ପର ଦେଖନ୍ତି। ମୋ ପୁଅ ଭୁଲ କଲେ ଭୁଲ ନୁହେଁ, ଆଉ ଅନ୍ୟମାନଙ୍କର ପୁଅ ଯଦି ଭୁଲ କଲା ସେଟା ଭୁଲ। ଏବଂ ଏଇ ନ୍ୟାୟ ସହିତ ଯୋଡା ହେଇଛି ଆଉ ଗୋଟେ ବଡ ଜିନିଷ, ନିରପେକ୍ଷତା, ଇମ୍ପାର୍ସିଆଲିଟି। ଶ୍ରୀକୃଷ୍ଣଙ୍କ ଚରିତ୍ରରେ ସେ ନିରପେକ୍ଷତା ଥିଲା ବୋଲି ଦୁଇ ଜଣ ଆଶ୍ରିତ ଥିଲେ। ମହାଭାରତ ଯୁଦ୍ଧରେ କୌରବମାନେ ବି ଚାହୁଁଥିଲେ କୃଷ୍ଣଙ୍କର ସେନା ଆମ ପକ୍ଷରେ ଲଢୁ, ଆଉ ଅର୍ଜୁନ ବା ପାଣ୍ଡବ ମାନେ ଚାହୁଁଥିଲେ କୃଷ୍ଣ ଆମ ପକ୍ଷରେ ରୁହନ୍ତୁ। ସେ ଇମ୍ପାର୍ସିଆଲିଟି ଥିବାରୁ ଭାଗ କରିଦେଲେ, କହିଲେ ସେନା ହଉଛି କୌରବ ମାନଙ୍କର ଆଉ ମୁଁ ହଉଛି ପାଣ୍ଡବ ମାନଙ୍କର। ଅନ୍ୟଟି ହଉଛି ନିରାସକ୍ତ, ଯୋଉ ଡିଟାଚମେଣ୍ଟର କଥା କହୁଥିଲି, କୌଣସି ବିଷୟରେ ଆସକ୍ତ ନ ହେବା। ଏଟା ଯୋଗୀ ସାଧନାର ପରିଣାମ, ଏଟା ସହର ନୁହେଁ, ଏତେ ସହଜ କଥା ନୁହେଁ। ତପସ୍ୟା, ତପସ୍ୟା ଭିତରେ ଧ୍ୟାନ ଆସିବ, ଆଧ୍ୟାତ୍ମିକ ଶକ୍ତି ଆସିବ। ଅପରାଜୟ ତାଙ୍କର କଳା, ଇନଭିନ୍ସିବିଲିଟି, ତାଙ୍କୁ କେହି ସହଜରେ ପରାସ୍ତ କରିପାରିବେନି। ବହୁତ କମ ଥର ଶ୍ରୀକୃଷ୍ଣ ନିଜେ ପରାଜିତ ହେଇଥିବେ, ଯଦି ନିଜେ ନିଜେ, ନହେଲେ ସେ ସହଜରେ ପରାଜିତ ହେବେନି। ଦାନଶୀଳ, ବେଷ୍ଟର ଅଫ୍ ଅଲ୍ ୱେଲ୍ଥ। ଲୋକଙ୍କ ପାଖରେ ଆଜି ତ କୋଟି କୋଟି ଟଙ୍କା ଅଛି, କିନ୍ତୁ 10 ଟଙ୍କା ଦାନ କରିପାରନ୍ତିନି। ସେଭଳି ସବୁ ବିଚିତ୍ର ଅପଦେବତା ମାନଙ୍କୁ ମୁଁ ସଂସାରରେ ଦେଖିଛି, ତ ବଡ ଦୟା ଲାଗେ। କିନ୍ତୁ ଇଏ ସବୁ କିଛି ଦାନ କରିଦେଇ ପାରିବେ। ସୌନ୍ଦର୍ଯ୍ୟମୟତା, ଯୋଉ ସୌନ୍ଦର୍ଯ୍ୟମୟତାର କଥା ଆମେ କହୁଥିଲୁ, ବିୟୁଟି ଇନକାର୍ନେଟ, ସେ ନିଜେ ସୁନ୍ଦର ଥିଲେ ଆଉ ଜଗତର ସବୁ ସୌନ୍ଦର୍ଯ୍ୟକୁ ସେ ସ୍ୱୀକୃତି ଦେଉଥିଲେ। ସମସ୍ତେ ସୁନ୍ଦର ହୁଅନ୍ତି କଥା ଚାହୁଁଥିବାରୁ ତ ସେ କବ୍ଜାକୁ ସୁନ୍ଦରୀ କରିଦେଲେ। ତାପରେ ନୃତଜ୍ଞ, ସମସ୍ତଙ୍କ ଜୀବନରେ ଏଇ ଜ୍ଞାନଟା ଟିକେ ରହିବା କଥା, ନୃତ୍ୟ ବିଷୟରେ ଜ୍ଞାନ। ସଙ୍ଗୀତଜ୍ଞ, ସଙ୍ଗୀତର ଜଣେ ଦେବତା। ନୀତିବାଦୀ,
एम्बॉडीमेंट ऑफ ऑनेस्टी नीतिवाद कहले आमे मोरालिटी न बुझी बुझिबा ऑनेस्टी इंटीग्रिटी सत्यवादी सर्वज्ञाता परफेक्ट मास्टर ऑफ ऑल आर्ट्स एंड नॉलेज एवं शेष कलाटी थिला सर्वनियंता ताले तांको कंट्रोलर ऑफ ऑल जे सब किछि को नियंत्रण करंती से भली गोटे गुण तांको पखरे थिला अर्थात लीडरशिप ताको कहा जाय नेतृत्व होगा आमे आलोचनार शेष आड़क आसवा श्री अरविंद को ये कृष्ण चेतना आच्छन्न करिथिला जेतेबेले तांको जीवन रे सेही बेले एक भयंकर रु भयंकर घटना घटिथिला जहा कारा कहानी रे वर्णित रहिछि जेतेबेले से गोटे मनुष्य को देखिबार भाग्य नथिला तांको जगी रहुतबा जेल प्रहरी रो पाद शब्द को से कृष्णंकर पाद शब्द बोली मने करथिले जेतेबेले से मनुष्यटी देखि पारु नथिले आकाश देखि पारु नथिले गछ देखि पारु नथिले जेल कांथरे गोटे छोट गछ देखा जाए से गछटी को से भगवान बोली मने करथिले वासुदेव से वासुदेव ही तांको भगवत गीतार ज्ञान दैछंती से वासुदेव ही तांको एक दुर्धर्ष शासक गोष्ठीर चक्रांत इंग्रेज जातिर चक्रांत कबल बंचई रखिछंती बोली से अनुभव करिछंती श्रीमा मीरा नारे जन्म होइतिले से मीरा तांको कृष्ण को पाउछंती कृष्ण चेतनार सबुठारु बड़ दिग दिगंत को जदि कोठी आविष्कार करा जायछि कोठी प्रतिष्ठा करा जायछि ता होछि श्रीमा श्री अरविंदंकर परस्पर सतीर्थ जीवन महाप्रेमर जीवन महामिलनर जीवन एक उद्देश्यपूर्ण दिव्य राज्य प्रतिष्ठा करिवार संकल्प और जीवन निजे श्री अरविंद गोटे कविता लिखुचंती से कहउचंती ये जो जगत रही ये जगत रे रही उभय बिटर एंड स्वीट जो इटा सुंदर भी आउ भयंकर भी तीव्र भी सी बिटर आउ स्वीट जो दीटा जाक रही से भली गोटे जगत रे आमे जन्म नौछु आउ आमे से जदि आमे कृष्ण को पाऊ ताले आमे आमर ये अर्थटी को खोजी पाइबा जगतर अनेक पीड़ा रही अनेक भोग रही जगत परिपूर्णता पाई जने महान देवता परम पाद को अपेक्षा कर बसी तांकर सुंदर चाहनी देखियो बोली चाहिछि सेई प्रेमिकंक वंशध्वनि ए जगतर सबु अणुपरमाणु रे प्रवाहित हो से भले एक कामना को से पालन करिछि एवं मृत्युहीन परमानंदर विस्म सबको से जानिबा को चाहुछि निज भीतर समस्त नीरव दुख को से जानिबा को चाहुछि जदि आमे प्रकृति रे कृष्ण चेतना रे रहिबा आमे सबदिन सुनिबा तांको महासंगीतर दिव्य संगीतर से स्वन क्रमे आम निकट को निकटे आसुछि सेटा आम पई अपूर्व सौभाग्यर जीवन आम जीवन तंत्री सब स्पंदित हब कारण तांकरी उपस्थिति रे सारा प्रकृतिर विस्तारित प्रेमोन्मत्तार एक छंद आसे
ଏବଂ ମଣିଷ ଆଶା ବାନ୍ଧି ବସିଛି ଯେ ଦିନେ ଦିବ୍ୟ ପ୍ରଭୁ ଆସିବେ, ତାକୁ ଛୁଇଁ ଦେବେ, ତାକୁ ଆଲିଙ୍ଗନ କରିବେ, ତାକୁ ଆପଣେଇ ନେବେ ଏବଂ ଗୋଟିଏ ମୁହୂର୍ତ୍ତ ପାଇଁ ଦିବ୍ୟ ସାନ୍ନିଧ୍ୟ, କୋଟି କୋଟି ଜନ୍ମର ଯେଉଁ ଇତିହାସ ରହିଛି, ସଂସ୍କାର ରହିଛି, ତାକୁ ତାଙ୍କରି ଆଗମନରେ ସବୁକିଛି ଜଳାଞ୍ଜଳି ଦେଇ ହେବ ଏବଂ ତାଙ୍କରି ସ୍ପର୍ଶର ପୂର୍ଣ୍ଣତାରେ ଜଗତ ସ୍ପନ୍ଦିତ ହେବାକୁ ଚାହେଁ। ସେହି ସ୍ପନ୍ଦନର ନାଁ ଶ୍ରୀକୃଷ୍ଣ, ସେହି ସ୍ପନ୍ଦନର ନାଁ ଶ୍ରୀକୃଷ୍ଣ ଚେତନା, ସେହି ସ୍ପନ୍ଦନର ନାଁ ଶ୍ରୀକୃଷ୍ଣଙ୍କର ମହାଜ୍ଞାନ, ଗୀତାର ଜ୍ଞାନ। ଆଶା କରେ ପ୍ରଭୁ କୃଷ୍ଣଚନ୍ଦ୍ରଙ୍କର ଜନ୍ମଦିନରେ ଶ୍ରୀ ଅରବିନ୍ଦଙ୍କ ଭଳି, ମାଙ୍କ ଭଳି ଆମେ କୃଷ୍ଣ ଚେତନାକୁ ଆପଣାର କରିବା ଏବଂ ଯାହାଫଳରେ ଅଧିମାନସ ଜଗତରୁ ଅତିମାନସ ଆଡ଼କୁ ଯାତ୍ରା କରିବା ଆମ ସମସ୍ତଙ୍କ ପାଇଁ ଅଧିକ ହେବ। ବାକି ସମସ୍ତ କଥା ଆମେ ନିଜେ ଚିନ୍ତା କରିପାରିବା, କାରଣ ପ୍ରେମ, ଜ୍ଞାନ, ସତ୍ୟ, ସମତା, ଶାନ୍ତି ସବୁର ଯିଏ ଗୋଟେ ସମନ୍ୱୟ କରିଛନ୍ତି ଭଗବତ ଗୀତାରେ, ସେହି ସମନ୍ୱୟୀ ଠାକୁରଙ୍କର ନାଁ ଶ୍ରୀକୃଷ୍ଣ। ସେହି ଦେବତାଙ୍କର ପାଦ ତଳେ ବାରମ୍ବାର ପ୍ରଣାମ କରିବା, ଯିଏ ଆମ ଚେତନାକୁ ଉଦ୍ବୋଧିତ କରିଛନ୍ତି, ତାକୁ ପ୍ରେରିତ କରିଛନ୍ତି, ତାକୁ ଉଦାତ୍ତ କରିବାର ଚେଷ୍ଟା କରିଛନ୍ତି, ମନୁଷ୍ୟକୁ ହିଂସ୍ର ଚେତନାରୁ, ଆସୁରିକ ଚେତନାରୁ ମୁକ୍ତ ହୋଇ ଏକ ପ୍ରେମର ଚେତନା ମଧ୍ୟରେ ପ୍ରବେଶ କରିବାକୁ ଯିଏ ଆମ ସମସ୍ତଙ୍କୁ ତାଙ୍କ ଉତ୍ତରିତ କର୍ମ ଏବଂ ଉତ୍ତରିତ ବାଣୀ ଦ୍ୱାରା ପ୍ରଭାବିତ କରିଛନ୍ତି, ସେହି ପ୍ରଭୁଙ୍କୁ ବାରମ୍ବାର ପ୍ରଣାମ କରିବା ଏବଂ ଆଜିର ଆଲୋଚନାକୁ ଏଠି ରଖୁଛି। ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ବନ୍ଦେ ମାତରମ୍।